ମୋ ଦୁଇ ପୁଅ ଅକ୍ଷୟ ଅଭୟ ବିଦ୍ୟାଶାଳାରୁ ଗୃହକୁ ଫେରି ଆସିଛନ୍ତି। ହଁ ସ୍ୱାମୀ। ହେଲେ ସେମାନେ ଗଲେ କୁଆଡ଼େ ଦେଖାଯାଉନାହାନ୍ତି କାହିଁକି? ସ୍ୱାମୀ ସେମାନେ ତାଙ୍କ ସାଙ୍ଗ ସହିତ ଖେଳିବାକୁ ଯାଇଛନ୍ତି ସ୍ୱାମୀ। ତାହେଲେ ଶୀଘ୍ର ଡାକ ମହାରାଣୀ ମୋ ଦୁଇ ପୁଅଙ୍କୁ। ଠିକ ଅଛି ସ୍ୱାମୀ। ଏ ଧନ ଅକ୍ଷୟ, ଏ ଧନ ଅଭୟ, କୁଆଡ଼େ ଗଲ ରେ ଧନ? ଶୀଘ୍ର ଆସ। प्रणाम माता पिता। पिता धर्म, पिता स्वर्ग, पिता ही परम तप। ହଁ ରେ ବାବା। प्रीतरे प्रियंती बन्नु, प्रियंती सर्वदेवता। जननी जन्मभूमिश्च स्वर्गदपि गरीयसी। हो तुमे तो आम देवता। हे माता पिता। तुमे तो आम देवता। हे माता पिता। तुमे तो आम देवता। हे माता पिता। गरिजा आमकु सरिता कथन, गरिजा आमकु सरिता कथन। लिखित जीवन गीता गीता गीता। हे माता पिता। तुमे तो आम देवता। हे माता पिता। माता हरे धन पिता କହ ବାବା। सर्गठु उच्चता अटाई जे पिता। किछु विराट तुमे जे माता। सर्गठु उच्चता अटाई जे पिता। किछु विराट तुमे जे माता। दिन राति आम करुआ छचिता। सुखरा सौदा देउछ निरुता। अभाटरे जीवु नहीं मानिबु तब कथा। सेवा तुम करुथिबु देव नहीं अन्यथा। तुमे तो भाग्य विधाता। हे माता पिता। तुमे तो भाग्य विधाता। हे माता पिता। आम पाई सदा बेले साजियाछ। आम पाई सदा बेले साजियाछ। खरारे छाई बरसारे छाई। हे माता पिता। तुमे तो आम देवता।
ଅକ୍ଷୟ माता पिता ହଁ ବାବା किरती ध्वजा उड़ाइबु तुम पूरा करी दबु अधा गड़ा काम ସତ କହୁଛ ବାବା किरती ध्वजा उड़ाइबु तुम पूरा करी दबु अधा गड़ा काम दुनिया को दबु बाबा स्नेह प्रेम संसार रखिबु तुमरी सुनाम राजकीय धर्म जे करिबु ता पालन सदा बेले तब पाते हेउथिबु नमन तुमे त मो आश्रिता हे माता पिता तुमे त मो आश्रिता हे माता पिता प्रणिपात तुम पद जन्मदाता प्रणिपात तुम पद जन्मदाता विजय गोपाल नटरथिता हे माता पिता तुम ताम देवता हे माता पिता ଅକ୍ଷୟ ବାରେ ପୁତ୍ର ବା ତ ଆଦି ଭାଇକୁ ଦେଖିଆ ଯେ ଆମ ଜୀବନଟା ଧନ୍ୟ ହେଇଯାଉଛି ବାବା ଅକ୍ଷୟ ପିତା ବାବା ଅଭୟ ପିତା ତମ ଦି ଭାଇକୁ ମୁଁ ଆଜି ଏକ ନିଷ୍ପତ୍ତି ଶୁଣିବାକୁ ଯାଉଛି ସେଇ ନିଷ୍ପତ୍ତି ଶୁଣିଲା ପରେ ତମ ଦି ଭାଇଙ୍କର ମନ ଯେମିତି ଉଣା ନ ହୁଏ ନା ପିତା ମୁଁ ଯେଉଁ ନିଷ୍ପତ୍ତି ଶୁଣେଇବି ସେଇ ନିଷ୍ପତ୍ତିରେ ମୋ ପୁଅ ଅଭୟର ସମ୍ମତିଟା ନିହାତି ଦରକାର ବାବା हे पिता ଅଭୟ तेबे प्रकाश करंतु पिता तेबे प्रकाश करंतु ମୁଁ କହୁଛି ବାବା ମୋ ପୁଅ ଅକ୍ଷୟକୁ ଏ ମାଣିକ୍ୟ ଗୋଟେ ରାଜା ସିଂହାସନ ଅର୍ପଣ କରି ମୁଁ ମୋ ସେଇ ବୃଦ୍ଧ କରିବି ତେଣୁ ତେଣୁ ସେଥିରେ ତୋର ମତାମତ କ'ଣ ବାବା हे पिता ଅଭୟ ଆପଣଙ୍କ ବାକ୍ୟକୁ କେବେ ମୁଁ ଅନ୍ୟଥା କରିଛି ନା ବାବା ସେ ହେଉଛନ୍ତି ମୋ ଜ୍ୟେଷ୍ଠ ଭ୍ରାତା ସେ ରାଜା ହେଲେ ଯାହା ମୁଁ ରାଜା ହେଲେ ତାହା ଏଠି ମୋର କୌଣସି ଆପତ୍ତି ନାହିଁ ପିତା ଏଠି ମୋର କୌଣସି ଆପତ୍ତି ନାହିଁ ତୁ ସତ କହୁଛୁ ବାବା ହଁ ପିତା ବାବା ଅକ୍ଷୟ ପିତା এই ଆମ ରାଜ୍ୟର ସମଗ୍ର ଜନପରଜା ଜାଣିଛନ୍ତି ହଁ ରେ ବାବା ମୁଁ ହେଉଛି ସାବତ ପୁତ୍ର ପିତା ମୁଁ ସାବତ ପୁତ୍ର ହେଲେ ମଧ୍ୟ ଆପଣ କେବେ ମୋତେ ସାବତ ପୁତ୍ର ହିସାବରେ ଦେଖିନାହାନ୍ତି ଅକ୍ଷୟ ଆଉ ମୋ ଭାଇ ଅଭୟ ମଧ୍ୟ ମୋତେ କେବେ ସାବତ ଭାଇ ବୋଲି କହିନି ନା ଭାଇ ପିତା ମୋ ହିସାବରେ ତ ମୋ ଭାଇ ଅଭୟ ରାଜା ହେବା କଥା ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ଼ ଭାଇ କେବେ କୋଉଠି ନା ନା କେବେ କୋଉଠି ଦେଖିଛ ବଡ଼ ଥାଉ ଥାଉ ସାନ ରାଜା ହେବାର ଅଭୟ ଏ ଜ୍ୟେଷ୍ଠ ଭ୍ରାତା ଭାଇ
ତୁମେ ରାଜା ହୁଅ ବଡ଼ ଭାଇ, ତୁମେ ରାଜା ହୁଅ, ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଧନ୍ୟରେ ପୁତ୍ର ଭାତୃହତ୍ୟା ଭୟ ତୋ ମୁଖରୁ ଆଜି ଏକଥା ଶୁଣେ ତୋ ପିତାମାତାର ଜୀବନଟା ସବୁଦିନ ପାଇଁ ଧନ୍ୟ ହେଇଗଲା ରେ ବାବା। ହଁ ମୋ ପୁଅ ଅକ୍ଷୟ ଏ ମାଣିକ୍ୟଗଡ଼ ରାଜ ସିଂହାସନରେ ଅଳଙ୍କୃତ ହେବ ବାବା ଅକ୍ଷୟ। ପିତା ଠିକ ଅଛି ପିତା, ମୁଁ ନିଶ୍ଚୟ ରାଜା ହେବି। ହଁ ବାବା। ହେଲେ ପିତା, ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବା ପାଇଁ ଚାହୁଁଛି। କ'ଣ କହିବୁ ବାବା? ପିତା, ମୁଁ ଚାହୁଁଛି ଏ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ, କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏ ଆମ ରାଜ୍ୟର ସମଗ୍ର ଜନପ୍ରଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି ଅକ୍ଷୟ ତାହା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି। ପିତା, ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତାକାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ତୁ ପରିଭ୍ରମଣ କରିବା ପାଇଁ ଯିବୁ ବାବା? ହଁ ପିତା। ତୁ ହେଲୁ ରାଜପୁତ୍ର, ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା, ପ୍ରଜାକୁ କିପରି ପାଳିତ କରାଯାଏ, ଆଉ ସେଇ ପରାକ୍ରମୀ ଶତ୍ରୁକୁ କିପରି ଦମନ କରାଯାଏ ସେଇ କଥା ତତେ ଜାଣିବା ନିତାନ୍ତ ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟେ କଥା ବାବା, ପିତା, ତୁ ଏକା ଯିବୁନି, ତୋ ସାଥିରେ ତୋ ଅଲି ଅଲି ସାନ ଭାଇ ଅଭୟକୁ ତତେ ନେଇକି ଯିବାକୁ ପଡ଼ିବ। ଏ କ'ଣ କହୁଛନ୍ତି ପିତା? ହଁ ବାବା ହଁ। ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବା? ଜ୍ୟେଷ୍ଠ ଭ୍ରାତା, ନା ପିତା ନା, ମୁଁ ଏକାକି ଚାଲିଯିବି। ବଡ଼ ଭାଇ, ଭାଇ, ଏ ଜ୍ୟେଷ୍ଠ ଭ୍ରାତା, ତୁମେ ଯଦି ଏକା ଚାଲିଯିବ, ତୁମେ ଯଦି ଏକା ଚାଲିଯିବ, ଏଇ ଘରେ ରହିବା ପାଇଁ ଜମା ମତେ ଭଲ ଲାଗିବ ନାହିଁ। ଅଭୟ ଏ ମୋ ଜ୍ୟେଷ୍ଠ ଭ୍ରାତା, ଭାଇ, ତୁମେ ହଉଛ ମୋ ରାମଚନ୍ଦ୍ର, ମୁଁ ହଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ତା ଭାତୃ ପ୍ରେମ ଦେଖାଇଥିଲେ, ଠିକ୍ ସେମିତି ମୁଁ ସଦା ସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ହଁ ବାବା। ଏ ମୋ ଜ୍ୟେଷ୍ଠ ଭ୍ରାତା, ଭାଇ, ମତେ ବି ସାଥିରେ ନେଇକି ଯାଅ ନା, ମତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ତୋର ଯଦି ଯିବାର ଇଚ୍ଛା ତାହେଲେ ଆସନ୍ତାକାଲି ତୁମ ସହିତ ପରିଭ୍ରମଣ କରିବା ପାଇଁ ଯିବି। ଚାଲ। ସତ କହୁଛ ବଡ଼ ଭାଇ? ହଁ ଭାଇ। ମା, ଏ ମା, ମା, ମତେ ନା ଭାରି ଭୋକ ହେଲାଣି। ଭୋକ ଲାଗିଛି ତ ନା? ହଁ, ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଛି ରେ ସିନା। ସତ କହୁଛ ମା? ଧରିଦେ ନା। ଏ ଜ୍ୟେଷ୍ଠ ଭ୍ରାତା, ଭାଇ। ଯିବା, ମତେ ନା ଭାରି ଭୋକ ହେଲାଣି। ଚାଲ ବାବା। ହଁ, ଚାଲ ଯିବା। ଯିବା, ଯିବା ମା।